রাধেই বইতি রাধা। আচ্ছা যে রাকু ধারণ করে হ্যাঁ হ্যাঁ সে রাধা। রাধা 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 প্রকৃত রাধাକୁ ତମେ ଚିହ୍ନିଲଣି? ଆଉ କଣ? ବହି ଦେଖ। ଆଚ୍ଛା ପୁରାଣରେ ପ୍ରକୃତ ରାଧା ହଉଛି ଯଶୋଦା। ଯଶୋଦା ହଉଛନ୍ତି ରାଧା। ଆଚ୍ଛା ପୁରାଣରେ ହଁ ହଁ ଯଦି ଖୋଜିବ ବାସ୍ ପ୍ରକୃତ ରାଧା ହଉଛି ଯଶୋଦା। ଆଚ୍ଛା ଯଶୋଦାଠୁ ଆଉ କେହି ରାଧା ନାହିଁ। ନାଇଁ 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 ଯାହାକୁ ଅଭିମନ୍ୟୁ ସାମନ୍ତ ସିଂହାର ପ୍ରମାଣ ଦେଲେ। ଆଜ୍ଞା 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 ଦେଖିବା ଆଜ୍ଞା ଶୁଣିବା ନା। କଲା ନିଧନ ସଂଖାଳି ମୋର ଦରିଦ୍ର ପସରା ଇଏ ଅନ୍ଧର ଲଉଡ଼ି ବାବୁ ରୁଦର ହାରାମ କଳା ମାଣି করে ମୋ କଳା ମାଣି କରେ ମୋ କଳା ମାଣି କରେ কালে তুম হর এ কই নন্দন রুদতা পবিনা সনে তুরুদ চন্দন মুখরা মানি করে মোকলা মানি করে প্রকৃত রাধা হচ্ছে যশোদা। এ রাধা শব্দটা উৎপত্তি কেমিতি হেলা? কিপରି? রাধা জন্ম কেমিতি হেলা? হ্যাঁ হ্যাঁ না গোটে বৈকুণ্ঠ ଅଛି। আচ্ছা বৈকুণ্ঠ বলে কেবল ଯୋଉଠି লক্ষ্মী নারায়ণ সেইগুটাক বৈকুণ্ঠ নୁହେଁ। ଆଉ ଆଉ ଗୋଟେ ବୈକୁଣ୍ଠ ଅଛି, ତା ନାଁ ହେଲା ନିତ୍ୟପୁର, ନିତ୍ୟ କୃଷ୍ଣ, ନିତ୍ୟ ବୈକୁଣ୍ଠ। ସେ ନିତ୍ୟ ବୈକୁଣ୍ଠ। ସେ ନିତ୍ୟ ବୈକୁଣ୍ଠର ଇଷ୍ଟ ହଉଛନ୍ତି ଭଗବାନ କୃଷ୍ଣ। କୃଷ୍ଣ ଜଗତକୁ ଉତ୍ପତ୍ତି କରିଛି କୃଷ୍ଣ ବୋଲି ଆପଣ ଶ୍ରୀମନ୍ଦିର କାଲି ଯାଆନ୍ତୁ, ବଡ ଦେଉଳ ଜଗନ୍ନାଥ ମନ୍ଦିର। ଆଜ୍ଞା ଆଜ୍ଞା, ଆଜ୍ଞା ଆଜ୍ଞା। ହଁ 10ଟା ଅବତାର ହେଇଛି। ହଁ 10 ଅବତାର। ମତ୍ସ୍ୟ, କଚ୍ଛପ, ବରାହ, ନୃସିଂହ, ବାମନ, ହଁ ହଁ ପରଶୁରାମ, ରାମ, ହଁ ବଳରାମ, ବୃଦ୍ଧ ଆଉ କଳକି। ଆଜ୍ଞା ଆଜ୍ଞା ବାପା କୃଷ୍ଣ ନାଁଟା 10 ଅବତାରରେ ଅଛି। ଯୋଉ କୃଷ୍ଣ ଏତେ ପ୍ରସିଦ୍ଧ, ଯୋଉ କୃଷ୍ଣ ନାମରେ ହଁ 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 ତମେ ନାମ ଜପୁଛ ହରେ କୃଷ୍ଣ 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 ହରେ ହରେ ହରେ। ହରେ ହରେ ରାମ ହରେ ରାମ 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 ହରେ ହରେ ତମେ ଜଗନ୍ନାଥକୁ ଡାକୁଛ, ମତ୍ସ୍ୟକୁ ଡାକୁଛ କି କଚ୍ଛପକୁ ଡାକୁଛ କି ପରଶୁରାମକୁ ଡାକୁଛ? ନାଇଁ 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 କୃଷ୍ଣକୁ କାହିଁକି ଡାକୁଛ? ନା ଏ 10ଟା ଅବତାରର ବାପା ହଉଛି କୃଷ୍ଣ। ବାସ୍। ଏ କୃଷ୍ଣ ଦେହରୁ ହଁ ହଁ 10ଟା ଅବତାର ସୃଷ୍ଟି ହେଇଛନ୍ତି। ହଁ ନିତ୍ୟପୁରରେ କୃଷ୍ଣ ରହିଛନ୍ତି, ସେଇ କୃଷ୍ଣ ଓରିଜିନାଲ। ଧବଳ ମୂର୍ତ୍ତି ହଁ ଯାହାକୁ ବ୍ରାହ୍ମଣ ମାନେ ଗାଆନ୍ତି,
শান্তাকারং ভুজগ শয়নং পদ্মনাভ সুরেশম বাস বিশ্বাধারম গগন সদৃশম মেঘবর্ণং শুভাগম লক্ষ্মীকান্তম কমল নয়নম যোগীর বিদ্যানগম্যম বন্দে বিষ্ণু ভবভয়হরম। সর্বলোকৈকনাথ সেই কৃষ্ণটি হচ্ছে অরিজিনাল, আচ্ছা আগে, আগে। যার স্ত্রী হচ্ছে লক্ষ্মী। লক্ষ্মী 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 এ বড় দেউলরে জগন্নাথ স্ত্রী লক্ষ্মী নুহ। নাই 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 ମୁଁ କାଲି କହିଥିଲି ଆଜି ପ୍ରମାଣ ଦେବି। বাস ସମତ ଗଡ଼ି ଗଡ଼ି ଯାଉଛି। আচ্ছা ଜଗନ୍ନାଥର ପ୍ରକୃତ ସ୍ତ୍ରୀ ହଉଛି ସୁଭଦ୍ରା। হ্যাঁ ମୁଁ କାଲି କହିଥିଲି, আহা କିନ୍ତୁ ଆଜି ପ୍ରମାଣ ଦେଇକି ଯିବି। নিশ্চিত ତାହେଲେ ଏ ରାଧା ଆଉ କୃଷ୍ଣଙ୍କ ପ୍ରେମ କୋଉଠୁ ଆଇଲା? আচ্ছা রাধা কৃষ্ণଙ୍କର প্রেম কোଉଠୁ ଆସିଲା? ନିତ୍ୟପୁରରେ ଭଗବାନ କୃଷ୍ଣ ବସିଥାନ୍ତି ସିଂହାସନ ଉପରେ। হ্যাঁ ମା ରାଧାର ନାଁଟା ଓରିଜିନାଲ କଣ କହିଲ? ଆମେ କୋଉ ଗୋଟାକୁ ରାଧା କହିବା? ହଁ କାହାକୁ ଆମେ ରାଧା କହିଲେ ବିଶ୍ୱାସ ଯିବା? ତମେ ତ ପାଲା ବାଲା ବହି ଦେଖୁନ, ଆଉ ତମେ ୟା ତାଠୁ ପାଲା ଶୁଣିକି ପାଲା ଗାଉଛ କି ପାଲା ହବ? ଆଚ୍ଛା ରାଧାର ପ୍ରକୃତର ନାଁ ହେଲା ରାଙ୍କିଣୀ ରାଧା। ଆହା କୃଷ୍ଣ ହେଲେ ନିତ୍ୟ କୃଷ୍ଣ, ବାସ ରାଧା ହେଲେ ରାଙ୍କିଣୀ ରାଧା। ରାଧା ଆଚ୍ছা କୃଷ୍ଣ ଦିନେ ସିଂହାସନରେ ବସିଥାନ୍ତି, আজ্ঞা ମୋ ମା ରାଧା ଗାଧେଇକି ଆଉଛି। ଆସୁଛନ୍ତି ଆଚ୍ଛା 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 ଗୋଟିଏ ପଦ କହୁଛି ଖରାପ ଭାବିବେନି। ନାଇଁ ଆଜ୍ଞା ସ୍ତ୍ରୀ ଯେତେବେଳେ ସ୍ନାନ କରିକି ଆସିବ, ଗାଧେଇକି ଆସିବ, ଆଜ୍ଞା 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 ସେତେବେଳେ ଯେତିକି ସୁନ୍ଦରୀ ଦେଖାଯିବ, ବାସ ଆଉ କେତେ ସୁନ୍ଦରୀ, ଯେତେ ଡ୍ରେସ, ଯେତେ ପାଉଡର, ଯେତେ ଅଳତା, ଯେତେ ଲିପଷ୍ଟିକ, ହଁ ହଁ ଯାହା ଲଗୁ ଯେତେ ଠେସିନାର ଜିନିଷ ପିନ୍ଧିଲେ ସୁନ୍ଦର ଦେଖାଯିବନି। ନା, ନାରୀ ଗାଧେଇକି ଆସିଲା ବେଳେ ଯୋଉ ସୁନ୍ଦର ଦେଖାଯାଏ ପୁରୁଷକୁ, ଆଚ୍ଛା ସେ ସୁନ୍ଦର ଆଉ କୋଉଠି ନାହିଁ। নাহি 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 କୃଷ୍ଣ ବସିଛନ୍ତି, হ্যাঁ ରାଧା ଗାଧେଇକି ଆସୁଛି। ଆସୁଛନ୍ତି କେମିତି ଆଉଛି କି ରେ? কেমিতি ଆସୁଛନ୍ତି ମା ରାଧା ଗୋଟିଏ ପଦ ଗାଉଛି, হ্যাঁ କଲା ହଲଇ କଟି ହଲେ ବାହୁ ଯୁଗ কটি হলে বাহু দুগাল হলই কটি হলে বাহু যুগ অলাই কটি হলে বাহু দুগাল শিকুর শোভি নাচে মুখমণ্ডল হে কলা দূরରୁ দেখি রজ পজত কান্তি, দূরରୁ দেখি রজ পজত কান্তি, জন্মা উধায় স্থল কমল ভ্রান্তি। র হলি হলি কি মা রাধা গাধেইকি আসুଛି। ଆସୁଛନ୍ତି କୃଷ୍ଣ ଦେଖିଲେ হ্যাঁ ଆଉ ସହି ପାରିଲେନି। নাই 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 নাই
ରାଧା ରୂପକୁ ଦେଖିକି କୃଷ୍ଣଙ୍କର ବିନ୍ଦୁ ସ୍ଖଳନ ହେଇଗଲା। ଉତ୍ତର ଦେଲେ କୃଷ୍ଣ, କହିଲେ ରାଧା ଆହା प्रभु ଏ ବିନ୍ଦୁ ସ୍ଖଳନ ତ ହେଇଯାଇଛି, हाँ ଏହାକୁ ଗ୍ରହଣ କର ନାଛି। ଛି 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 प्रभु ତମ ପାଲା ହଉଛି ପାଲା ବାଲା ଇଏ ଆଜିକାଲି ଗୋଟେ ଗୀତ ବାହାରୁନି, ଛି 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 ଲୋ ନାନୀ ଛି ଛି ଛି। ତମ ପାଲାଟି ହଉଛି ସେଇଆ। କୃଷ୍ଣଙ୍କର ବିନ୍ଦୁ ସ୍ଖଳନ ହେଇଛି। हाँ ରାଧାଙ୍କୁ ଉତ୍ତର ଦେଲେ, ରାଧା ଏ ବିନ୍ଦୁକୁ ଗ୍ରହଣ କର। ଆଚ୍ଛା ରାଧା କହିଲେ ଛି, ଛି ଏ ସ୍ଖଳନ ହେଇଥିବା ପତିତ ବିନ୍ଦୁକୁ ମୁଁ ଗ୍ରହଣ କରିବି? ନାଇଁ 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 ସେଇଠି କୃଷ୍ଣ ଅଭିଶାପ ଦେଲେ, କଣ କହିଲେ? କହିଲେ ମୋ ବିନ୍ଦୁକୁ ତମେ ଗ୍ରହଣ କଲ ନାହିଁ ବୋଲି हाँ ମୁଁ ତମକୁ ଅଭିଶାପ ଦଉଛି, ତମେ ଜୀବନରେ କେବେ ମା ହେଇପାରିବନି। ठीक ବେଶ ତମକୁ ଲୋକ ମା ଡାକିବେ, ହଁ ହଁ କେବଳ ତମେ ମା ହେଇପାରିବନି। କିନ୍ତୁ ତମେ ମା ହେଇପାରିବନି। ଆହା ନା ମୋ ଭଲ ହେଲା। ଏ ରୂପରେ ସିନା ଏ ଜନ୍ମରେ ମା ହେଇପାରିବିନି, नहीं ହଁ ଯଦି ଟ୍ରାନ୍ସଫର ହେଇଯିବି, ଟ୍ରାନ୍ସଫର ହେଲେ ନିଶ୍ଚିତ ମା ହେବି। ଯଦି ଅନ୍ୟ ଜନ୍ମ ନେବି, ହଁ ମା ହେଇପାରିବେ। ନା ଯେତେଟା ଜନ୍ମ ନବ हाँ ମୁଁ ତମର ସ୍ୱାମୀ ହେଇକି ଠିଆ ହେବି। ଆଚ୍ଛା 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 ମୁଁ ତମର ସ୍ୱାମୀ ହେଇକି ଠିଆ ହେବି, ହଁ କିନ୍ତୁ ତମକୁ ମା କରେଇ ଦେବିନି। ବାସ୍ ନିତ୍ୟ ରାଧା କହିଲା, ଦେଖିବା। ଦେଖିବା ଦେଖିବା। ଓହ୍ଲେଇଲା ବିଶ୍ୱକୁ। हाँ ପ୍ରଥମେ ହେଲା ଚତୁର୍ଭୁଜା ମା ଲକ୍ଷ୍ମୀ, लक्ष्मी लक्ष्मी ଲକ୍ଷ୍ମୀ ହେଲେ ଯାହାକୁ ଆମେ ପୁରାଣରେ କହୁଛେ, ବଳରାମ ଦାସ କହିଲେ हाँ 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 ନମସ୍ତେ କମଳା ମାଗୋ ସାଗର ଦୁଲଣୀ। मालो सागर दुलाणी নমস্তে নমস্তে মাতা বিষ্ণু পাঠ। रानी नमस्ते मालो विष्णु पाठ रानी नमस्ते मालो विष्णु पाठ रानी নমস্তে কমলা মাগো অতি দয়াবতী। মালো অতি দয়া সতী তাবর জঙ্গম গীত আদি পালু নীতি। র প্রথমে লক্ষ্মী ହେଇକି জন্ম ହେଲା। ଆଚ୍ଛା ଲକ୍ଷ୍ମୀର ପୁଅ ଅଛି କି ଝିଅ ଅଛି ଆଜ୍ଞା? ନାହାନ୍ତି ଆଜ୍ଞା। ନାଇଁ ତ ମା ହେଇଛି। ବାସ୍ ଜଗତ ମା ଡାକିବ, ପିଲା ନଥାଇକି ବି ନାରୀ କି ମା ଡକାଯାଏ। ମା ବୋଲି ଡାକିବେ। ଛୋଟିଆ ଝିଅ ପିଲାଟେ ହେଇଥିବ, ହଁ ଆପଣ କଣ ଡାକୁଛନ୍ତି? ମା ବୋଲି ଡାକିବେ। ଆରେ ମା ଟିକେ ଆଇଲୁ। ହଁ ମା ଆସିଥିଲୁ ଟିକେ। ସେ କଣ ପିଲା ଜନ୍ମ କରିଛି ଯେ ମା ହବ? ନାଇଁ 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 ପିଲା ଜନ୍ମ ନ କରିକି ଠାକୁରାଣୀ ଭିତରେ ହଁ ଲକ୍ଷ୍ମୀ ହେଲା ମା। ମା ଆକୁ କେହି କାଟି ପାରିବେନି। ନାଇଁ 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 ଆଉ ଗୋଟେ ଅବତାର ନେଲା, କହିଲା ପିଲା ଜନ୍ମ ହବା ପାଇଁ ଆଉ ଗୋଟେ ଜନ୍ମ ନେବି। ଆଚ୍ଛା ଆଉ କି ପ୍ରକାର ମା ଜନ୍ମ ହେଲେ? ଜନ୍ମଟି ହେଉଛି ରାଧା। ଆଚ୍ଛା ଭଗବାନ କୃଷ୍ଣ ଜନ୍ମ ହେଲେ। ହଁ 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 ରାଧା କୃଷ୍ଣଙ୍କର ଅଦ୍ୱିତୀୟ ପ୍ରେମ ହେଲା। ହଁ ହଁ ହଁ
ରାଧା କୃଷ୍ଣକୁ ବାହା ହେଲେ 11 ବର୍ଷ ବୟସରେ। ଆଜ୍ଞା ଆଜ୍ଞା 11 ବର୍ଷରେ ବାହା ହେଲେ। ବିବାହର ହେଇଛି। ହଁ। ଆପଣ କହିବି କେଡ଼େ ଗାଲୁଆ ଗାଏ କଇଟା। ଆଉ କଣ ରାଧା କୃଷ୍ଣକୁ ଟିକେ ବାହା ହେଇଛନ୍ତି? ହଁ। ହେଇଛନ୍ତି ଆଉ। କୋଉଠି ବାହା ହେଇଛନ୍ତି? କୋଉ ଜାଗାରେ କୋଉଠି ବିବାହ ଆଜ୍ଞା? ହେଲା? गर्ग पुराण कहिला ହଁ। भांडीर वन में राधा कृष्ण का विवाह हुआ था, ହଁ 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 जिसके पुरोधा थे ହଁ। देवर्षि नारद ଆଚ୍ଛା। और वेदपति ब्रह्मा। ହଁ ହଁ। ए बही दाम होची 8,000 टंका। ଆଚ୍ଛା। ए बही होची 8,000 टंका। ହଁ 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 ହଁ। सोना दास घर को मु जो जाइथिली ଆଜ୍ଞା गोटे सुटुकेस रे 2-4 खंड बही थोइछि। चट्टी बही जेमती बादाम बाड़ी रे बिका होची। 8 खंड बही की 10 टंका नौछंती। ବାସ୍। खुदुरुकुणी ओषा, ହଁ ମ। सावित्री पुराण ପୁରାଣ। जेमती 7-8 खंड बही ହଁ ହଁ। ए सोना दास घर से 7-8 खंड बही। ବାସ୍। ଆଉ କଣ? नृसिंह होता 8 लक्ष टंकार बही किଣିछि। ହଁ ତା ଭିତରୁ ଖୋଜିଲେ ବାହାରିବ ନା ଆଉ। पाठ नदेले लोक बसिबे। କୋଉଠୁ ମ? हो हौ बेसम तो ठिया ही पारुनी, कष्ट होलानी। ହଁ ହଁ। तथापि मु कहितिली विष्णु आज 11:30 जाके रही, तथापि 11:30 बाजिबणी। ଆଜ୍ଞା ଆଜ୍ଞା। केते 12:30 हेलानी। समय गुड़ा कुआड़ जाउछि कि मु तो जानी पारुनी। ହଁ ଯାଉ ଆଜ୍ଞା। हो हौ रह आउ 10-15 मिनिट खटिबी। मो लोक माने अछंती परे, मते छाड़ी की जीवाकू मन होउनी। ଆଜ୍ଞା 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 ଆଜ୍ଞା। काईकि ना राति रे निद जमा लागुनी। ନାଇଁ ମ। सदा बेले आपण माने मने पडुछंती। ବାସ୍। काईकि ना मो जीवनर तपस्या होची पाला, मु लोकंकु केमती बसेइबी। ବାସ୍। ତାଙ୍କ ରାଧା ଜନ୍ମ କଥା ଶୁଣ, ଆଙ୍କ ରାଧା ଜନ୍ମ କଥା ଶୁଣ। ए राधा जन्म हला केमिति? ବାସ୍। कृष्ण बिंदु घसिला कहले आकु खा। ହଁ ହଁ। मना कर देला मा कृष्ण अभिशाप देले जीवन रे केबे मा ही पारिबोनी। ନା 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 मा हेला लक्ष्मी, ହଁ। छुआ जन्म करि पारलानी। ନାଇଁ 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 ପୁଅ ଝିଅର ମା ହେଇପାରିଲେନି। मा हला राधा, ବାସ୍। छुआ जन्म करि पारलानी। ନା ନା ନା। किंतु कृष्णर बिंदु को जणे खुंटी की खाइला। ଆଚ୍ଛା ସେଇ ଜଣକ କିଏ ସେ? से किए? ସେ କିଏ ଆଜ୍ଞା? ସେଇ ଜଣକ କିଏ ସେ ଖୁଣ୍ଡି ଖାଇଥିଲା? से जनक किए? ना कला मेघ देखी नाचे मयूर, କଳା ମେଘ ଦେଖି ନାଚେ ମୟୁର, कला मेघ देखी नाचे ମୟୁର, କଳା ମେଘ ଦେଖି ନାଚେ ମୟୁର, रूप दिशे तार की मनोहर। ଦେଖେବାର କି ମନୋହର। एइथिपाई ହଁ। मयूर मयूरी भितरे केतेबेले प्रेम हुएनी। ନାଇଁ 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 ନାଇଁ। मयूर मयूरी भितरे ହଁ। शारीरिक संपर्क केबे नाही। ନାହିଁ ନାହିଁ ନାହିଁ। कला मेघ को देखिकी नाचिब मयूर, ବାସ୍। ता बिंदु स्खलन हब। ହବ ଆଚ୍ଛା। ହବ ହବ। ताकू मयूरी देखिकी खुंटी की खाइब। ଆଚ୍ଛା 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 ଆଚ୍ଛା। से खुंटी की खाई थिबा बीर्ज्य बोले बिंदुरे ଆଜ୍ଞା। ହଁ मयूरी गर्भवती हब। ହବ ହବ ଆଚ୍ଛା। ହବ। एटा विश्वर चिंतन। ଆଜ୍ଞା ଆଜ୍ଞା।
ମାଙ୍କଡ ପିଲା ଜନ୍ମ କରିବ। ଆଚ୍ଛା ପିଲାଟା ଜନ୍ମ ହେଲା ମାତ୍ରେକେ ମାକୁ କୁଣ୍ଢେଇବ। ଧରିଥିବ ମା ଏ ଗଛରୁ ସେ ଗଛ ଡାଳକୁ ଡେଇଁବ। ମାଙ୍କଡ ଛୁଆ ଯଦି ହାତ ଖସିଗଲା ସଫା। ସଫା ବାସ୍ ମାଙ୍କଡର ଦୋଷ ନାହିଁ। ନାହିଁ ବିଲେଇ ଛୁଆ ଜନ୍ମ କରିବ। ବାସ୍ ଜନ୍ମ କଲା ମାତ୍ରେ ପିଲାକୁ କାମୁଡିକି ନିଜ ଦାନ୍ତରେ ଏ ଘରରୁ ସେ ଘରକୁ ନବ। ନବ କହନ୍ତି 7 ଘର କରନ୍ତି ବୋଲି। ତାହେଲେ ଆମେ ଆଜି ପାଲାର ନିର୍ଯାସରୁ କଣ ପାଇଲେ? ବାସ୍ ଆମେ ପ୍ରଭୁକୁ ଧରିଛେ ନା ପ୍ରଭୁ ଆମକୁ ଧରିଛି? ବାସ୍ ଆମେ ଜଗନ୍ନାଥକୁ ଯାଇକି ଧରୁଛେ ନା ଜଗନ୍ନାଥ ଆମକୁ ଧରୁଛି? ଧରିଛନ୍ତି ଆପଣ କହିବେ ଏଇଟା ଥୁଣ୍ଟାଟା, ସେ ଆମକୁ କଣ ଧରିବ? ଆମେ ତାକୁ ଧରିକି ଉଠେଇକି ରଥରେ ବସଉଛୁ। ଭୁଲ। ଯାହାକୁ ଅଚ୍ୟୁତାନନ୍ଦ ପରମହଂସ କହିଲେ, ଆଜ୍ଞା 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 କହିଲେ ପାଦ ପାଣି ଯାର ନାହିଁ, ପାଦ ପାଣି ଯାର ନାହିଁ, ପାଦ ପାଣି କି ସୁନ୍ଦର ଦିଶଇ ଯାଇ ফুল আলো যাই ফুল আলো যাই ফুল অজ্ঞানକୁ ଦିଶୁ ନାହିଁ। যাই ফুল জ্ঞান শুনাই যাই ফুল আলো যাই ফুল অজ্ঞানକୁ শুনাই যাই ফুল ମାଲୋ ଲେଖ ତ ଶୂନ୍ୟ ଥିଲେ, ଏ ଲେଖ ତ ଶୂନ୍ୟ ଥିଲେ, ଏ ଖେଳ କରିବାକୁ ମର୍ତ୍ତେ ଆସିଲେ। যাই আলো যাই ফুল আলো যাই ফুল ସୁର ରୂପ ବିକାଶିଲେ, যাই ফুল সুর রূপ বিকাশিলে যাই ফুল আলো যাই ফুল সুর রূপ বিকাশিলে যাই ফুল କଣ କହୁଥିଲ? ଜଗନ୍ନାଥର ହାତ ପାଦ ନାହିଁ? କଣ ମଞ୍ଚ ଉପରେ କହୁଥିଲ? ଜଗନ୍ନାଥର ହାତ ପାଦ ନାହିଁ? ତମେ ପୁରୀ ଜମା ଯାଇନ। ପୁରୀରେ ଜଗନ୍ନାଥ କେତେଟା? ଶପଥ ଭାଇନା, ପୁରୀରେ ଜଗନ୍ନାଥ କେତେଟା? ଆଜ୍ଞା ଆକୁ ପାଲା ବାଲା ବୁଝିବେ? ସେତିକି ରିସର୍ଚ୍ଚ ନ କଲେ ହବନି। ପୁରୀରେ ଜଗନ୍ନାଥ 5ଟା ଜଗନ୍ନାଥ ଅଛନ୍ତି। ପ୍ରଥମେ ଗୁମୁଟୁ ଦ୍ୱାରରେ ପ୍ରବେଶ କଲା ବେଳେ ଯୋଉ କହନ୍ତି 12 ହାତ ଖଣ୍ଡାକୁ 22 ହାତେ ଦିଅ। ମୋଟା ଦେଲୁ। ହଉ, ଜଗନ୍ନାଥ କୃପା କରନ୍ତୁ, କୃଷ୍ଣ ଚରଣାର ବିନ୍ଦ ଭକ୍ତିରସ୍ତୁ, ପ୍ରଭୁ କଲ୍ୟାଣ କରନ୍ତୁ, ମଙ୍ଗଳ ହଉ। ଭଜନଟେ ହବ। ଠିଆ ହ, ଠିଆ ହ। ମୋ ଲୋକ ଯାଉଛନ୍ତି ଗୋଟେ ଭଜନ ଗାଇବାକୁ, ଭଜନ ପାଳିଆ କଣ ମୁଁ ରଖିନି? ଗା ଗୋଟେ ଭଜନ, ମୋ ଲୋକ ଖୁସି ହୁଅନ୍ତୁ ଟିକେ। ବଜାରେ ସୁବଳ ମହୁରୀ ବଜା ବଜାରେ ସୁଦାମ ଶଙ୍ଖ ବଜା
বল বজা আজি নাচিব মুরলী বাই মুকারিয়ার দাম আজি নাচিব মুরলী বাই মুকারিয়ার আজি নাচিব মুরলী বাই মো কালিয়ার যা বজারে সুদাম মহুরি বজা বজারে সুবল শঙ্খ বজা বজা ওরে দাম বজা ওরে দাম খোল বজা আজি নাচিব মুরলী বাই মুকারিয়া কালিয়ার যা কানু পাদে রুণু ঝুণু তানে নাচিব যমুনা পানি নাচি মুনা পানি নাচিব যমুনা পানি নাচিব তরুলতিকা নাচিব গিরিব নানি নাচিব তরুল থিকা নাচিব গিরিব নানি ও নাচি চমকিব মহিম ও নাচি চমকিব মহিম এ গোপ প্রধান আজি নাচিব মুরলী বাই মুকারিয়ার দাম আজি নাচিব মুরলী বাই মো কালিয়ার যা বজারে সুবল মহুরি বজা বজারে সুদাম শঙ্খ বজা বজা ওরে দাম বজা ওরে দাম খোল বজা আজি নাচিব মুরলী বাই কালিয়ার যা আজি নাচিব মুরলী বাই মো কালিয়ার যা ভাব বিনোদিনী রাই আছে ঢলি ঢলি কাছে আসে ঢলি ঢলিকা আসে ঢলিকা সঙ্গে ধরি ললিতা চিত্রা বিশাখা সঙ্গে ধরি ললিতা চিত্রা বিশাখা চাহিতা পরা করন্তি শ্যাম গনে গোপাঙ্গনা শ্যাম ঘনে গোপাঙ্গনা শ্যাম ঘনে গোপাঙ্গনা কহন্তি পরি রূপ দেখি নাম কাহু দিনে কহন্তিয়ে মত রূপ দেখি নাহি কাহু দিনে রসিক নাগর বর রসিক নাগর বর কঞ্চ ভনদা আজি নাচিব মুরলী বাই মুকারিয়ার দা আজি নাচিব মুরলী বাই মুকারিয়ার দা বজারে শুভ মহুরি বজা বজারে সুদাম মঙ্গ বজা বজা ওরে দাম বজা ওরে দাম খোল বজা আজি নাচিব মুরলী বাই মো কালিয়ার যা আজি নাচিব মুরলী বাই মো কালিয়ার যা রঙ্গ ধরু তার অমৃত পড়ুছি ধরি অমৃত ঝরি অমৃত পড়ুছি ঝরি সে অমৃত পান করিয়ে ভবরু দাও বাবা সে অমৃত পান করিয়ে ভবরু যায় করি কালিয়ার ছন্দা পাদে সবি লগাও শির সবি সবে লগাও শির সভি লগাও শির কালিয়ার ছন্দা পাদে সবি লগাও শির সভি লগাও শির সভি লগাও শির বাবু বিনোদী আসে তন বিনোদ নাগর ভাব বিনোদী দিয়া
ବାଇ ମୋ କାଳିଆ ରଜା ଆଜି ନାଚିବ ମୁରଲି ବାଇ ମୋ କାଳିଆ ରଜା ଆଜି ନାଚିବ ମୁରଲି ବାଇ ମୋ କାଳିଆ ରଜା জয় জয় জগন্নাথ হে ব্রহ্মাণ্ড নায়ক আজি নাচিব মুরলি বাই মো কালিয়া রজা চতুর্ধা মুহূর্তি হরি হে পঙ্কজ মুখ নাচিব মুরলি বাই মো কালিয়া রজা আরে তো ভজନରେ মুগ্ধ হইকি মো ভাইনা তোতে 50 টଙ୍କା ଦେଇছন তু এটা মো ধরে কাইকি ফুড়িবু এথিরে মোর অধিকার নাহি এটা তো অধিকার তো পরিশ্রম করিছু তু পুরস্কার পাইছু এ পুরস্কার তোর আজ্ঞা যেহেতু আপন আমার গুরু না মু যদি পুরস্কার সুনা চেনে পায়ে কাহাকু চিহ্নে দেবিনি আগে আগে কারণ সেইটা মোর পরিশ্রম হও 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 জয় জয় জগন্নাথ ব্রহ্মাণ্ড নায়ক নাচিব মুরলি বাই মো কালিয়া রজা জয় জয় জগন্নাথ হে পঙ্কজ মুখ নাচিব মুরলি বাই মো কালিয়া রজা কাহিকি আসিছু মন কিস নেবা পারি আজি নাচিব মুরলি বাই মো কালিয়া রজা আসিছু লঙ্গলা তুই ଯିବୁ শূন্য হই নাচিব মুরলি বাই মো কালিয়া রজা আজি নাচিব মুরলি বাই মো কালিয়া রজা কহই মনারে মোহবল কর নাচিব মুরলি বাই মো কালিয়া রজা আজি নাচিব মুরলি বাই মো কালিয়া রজা কলা শ্রীমুখ বারে দেখিবা চালো নাচিব মুরলি বাই মো কালিয়া রজা আজি নাচিব মুরলি বাই মো কালিয়া রজা রহ গোসাই এ নিরঞ্জনপুর অনুষ্ঠান পাল্লা 7 রু আরম্ভ হওয়া কথা 12 রে সরিবা কথা আজ্ঞা ମୋ ପିଲା ଗୁଡାକୁ ଆଜି ଅଧଘଣ୍ଟେ ପରେ ବସେଇ ଦେଲ হ্যাঁ 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 କାହିଁକି ମୋ ପିଲା କଣ ତମ ହଳିଆ ତମ ଜୀବନ ଭିତରେ ପାଲା ଆମେ ଏତେ ବର୍ଷ ଗାଇଲିଣି ତମ ପାଳିଆ ମାନଙ୍କୁ କୋଉଦିନ ମୁଁ 10 ମିନିଟ ବସେଇଛି নাই নাই ତମ ପାଳିଆ ଆସିବେ ମାନେ বাত ମୁଁ 5-7 ମିନିଟ ଭିତରେ ପେଣ୍ଡାଲ ଉପରୁ ବିଦାୟ ନେବି হ্যাঁ হ্যাঁ 3 ଘଣ୍ଟା ପରୀକ୍ଷା ଦେବ ଆଉ କଣ କାଗଜରେ ଲେଖିପାରିବନି ସାର୍ ଯେତେବେଳେ ଖାତା ଛଡେଇବାକୁ ଆସିବେ ସେତେବେଳେ କହିବ ସାର୍ ଆଉ ଟିକିଏ ଲେଖିବି লেখিবি বলি ସେ ଅବସ୍ଥା ଯାହା হ্যাঁ হ্যাঁ ତମ ପାଲା ଅବସ୍ଥା ସେଇଆ 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 ପ୍ରଥମ 3 ଘଣ୍ଟା କଣ କରୁଛ ଆଉ କଣ ପାଳିଆ ମାନଙ୍କୁ କାହିଁକି ଘଣ୍ଟେ ଲେଖେ ଛାଡୁଛ হ্যাঁ ଆସିକି ଏ ହେଇକି ଅଧଘଣ୍ଟେ ପଳଉଛି ଆଉ କଣ ଗଲା 1.5 ଘଣ୍ଟା হ্যাঁ 14 ଅକ୍ଷରୀ ମାରିକି আজ্ঞা ଲୋକଙ୍କୁ ବୁଝଉ ବୁଝଉ ଗଲା 2 ଘଣ୍ଟା ଆଜ୍ଞା ଆଉ ଘଣ୍ଟାକରେ ବାପା ଲୋକି ପାଲା ହବ ବାସ୍ କୁଆଡେ ଆଇଛ ଅତି ବେଶୀରେ ପାଳିଆଙ୍କର କାମ ଅଧଘଣ୍ଟେ ଅଧଘଣ୍ଟେ ଆଜ୍ଞା ଗାୟକ ପେଣ୍ଡାଲରେ ଠିଆ ହେଲା ତ ପାଳିଆଙ୍କର କାମ ନଟ ବାସ୍ କେବଳ ପାଳିଆ ମାନେ ଏତିକି ହେବେ ହଁ ଖାଲି ହୋ ହାଲା କରିବେ ଗାୟକ ଯେତିକି ଗାଇବ କେବଳ ପାଳି ଟିକି ଧରିବେ ବାସ୍ ମୋର ଭଙ୍ଗା ଦେହ ତଥାପି ମତେ ଏତେ ଖଟଉଛ ଡକ୍ଟର ମନା କରୁଛି ରାତି 12ଟା ପର ପର୍ଯ୍ୟନ୍ତ ଆଉ କେବେ ରହିବନି ବାସ୍ ରାତି 12ଟା ହେଲେ ଶୋଇବୁ ହଁ ହଁ ତଥାପି 12ଟା ବାଜିଗଲାଣି ମୁଁ ଭାବୁଛି 12ଟା ହବଣି ଆଚ୍ଛା କେତେ 1 ବାଜିବ ହଁ
ହଉ ଏ କେବଳ କାଳୀର ମହିମା। ଆଜ୍ଞା ଆଜ୍ଞା ଦ୍ୱିତୀୟ ଥାକ ପାଲା 1.5 ଘଣ୍ଟା ଆଚ୍ଛା କି ଅତି ବେଶୀରେ 2 ଘଣ୍ଟା। ଓହୋ ମୁଁ 10:30ରେ ପେଣ୍ଡାଲକୁ ପିଲାକୁ ପଠେଇଲି। ଆଚ୍ଛା 1 ବାଜିଲା। ବାସ୍ ତମେ କାଲି 11ଟା ରାତିରେ ଆଇଲ। ହଁ ମୁଁ ସେମିତି ଗାଉଛି 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 ରାତି 11 ବାଜିଲାଣି। 7ରୁ 11। ବାସ୍ 11ରେ ପାଳିଆଙ୍କୁ ପଠେଇଲ, 11:30ରେ ଆଇଲ, 1ରେ ଯାଇକି ଖାଇଲ। କେତେ ଘଣ୍ଟା ପାଲା ଗାଇଲ? ଏଇଥିରେ କହୁଛ ନୃସିଂହ ହୋତାକୁ ଯାହା ଦବ ମତେ ସେଇଆ ଦବ। ଆଚ୍ଛା ଅଳ୍ପ ସମୟରେ ବହୁତ କଥା କହିକିରି ଚାଲ। ହଉ ଯାହା ହଉ ପଦୁଟିଏ କହିଛ ମତେ ଖୁସି ଲାଗିଛି। ଆଚ୍ଛା ଓଡ଼ିଶାରେ ପାଲା ରେଟ୍ ବଢେଇଛି ନୃସିଂହ ହୋତା। ଖୁସି ଲାଗିଲା। ବାସ୍ ଆଉ ପଦୁଟିଏ କହିଲ। ଯାହା ହଉ ସନାତନ ଦାସ ଯଦି ଓଡ଼ିଶାରେ ନାଁ କରିଥାଏ ତା ମୂଳରେ ଅଛି ନୃସିଂହ ହୋତା। ଆଚ୍ଛା ଆଚ୍ଛା ଏଇଥିପାଇଁ ମୁଁ କିଛି କହିପାରୁନି। ହଁ ଏତିକି 2 ପଦ କହୁଛ ତ ମୁଁ ମରିଗଲା ପରେ ବି କହିବ। ହଁ ନୃସିଂହ ହୋତା ଓଡ଼ିଶାର ପାଲା ରେଟ୍ ବଢେଇଛି। ବାସ୍ ନୃସିଂହ ହୋତା ଯୋଗୁଁ କେତେଟା ପାଲାବାଲା ପାଲା ଗାୟକ ହେଇଛନ୍ତି। ଏତିକି କହିଲେ ମନଟା ଖୁସି ହବ। ଆଚ୍ଛା ଜୟ ଜୟ ଜଗନ୍ନାଥ ନୀଳାଚଳ ମୁଦ୍ରା। ନାଚିବ ମୁରଳି ବାଇ ମୋ କାଳିଆ ରୋଜାରି ନାଚିବ ମୁରଳି ବାଇ ମୋ କାଳିଆ ରୋଜାରି ଅନନ୍ତ ନାଗ ଉପରେ ଭାଗ ଯୋଗ ନିଦ୍ରା। ନାଚିବ ମୁରଳି ବାଇ ମୋ କାଳିଆ ରୋଜା ଆଜି ନାଚିବ ମୁରଳି ବାଇ ମୋ କାଳିଆ ରୋଜା ପଣ୍ଡିତ ମଣ୍ଡଳୀ 2 ଗୋଟି ରାଧା ଗଲା। ନାଚିବ ମୁରଳି ବାଇ ମୋ କାଳିଆ ରୋଜା 1 ଲକ୍ଷ୍ମୀ 1 ବୃଷ ଭାନୁ କନ୍ୟା ଭୋଲା। ନାଚିବ ମୁରଳି ବାଇ ମୋ କାଳିଆ ରୋଜା ଆଜି ପୁରାଣ ଭିତରେ ପୁଣି ଆଉ ରାଧା ଅଛି। ନାଚିବ ମୁରଳି ବାଇ ମୋ କାଳିଆ ରୋଜା ଆଜି ନାଚିବ ମୁରଳି ବାଇ ମୋ କାଳିଆ ରୋଜା ପଚାରନ୍ତି ସେ ରାଧା କି ଆଉ ଦିନ ନାହିଁ ବାଛି। ନାଚିବ ମୁରଳି ବାଇ ମୋ କାଳିଆ ରୋଜା ଆଜି ନାଚିବ ମୁରଳି ବାଇ ମୋ କାଳିଆ ରୋଜା କାଲି ନିରଞ୍ଜନ ପୁର ପାଲା ଯେ ସରିବ। ଆଜି ନାଚିବ ମୁରଳି ବାଇ ମୋ କାଳିଆ ରୋଜା ମନ ଇଚ୍ଛା ଯାହା ଆସିବ 2 ପଦ ଗାଇ ଦେଇକି ଯିବ। ଆଜି ନାଚିବ ମୁରଳି ବାଇ ମୋ କାଳିଆ ରୋଜା ଆଜି ନାଚିବ ମୁରଳି ବାଇ ମୋ କାଳିଆ ରୋଜା ଏତେ ଦିନ ପାଲା ହେଲା ଦିନେ ପରା ପୂରଣ କରିଲ ନାହିଁ। ଆଜି ନାଚିବ ମୁରଳି ବାଇ ମୋ କାଳିଆ ରୋଜା ଆଜି ନାଚିବ ମୁରଳି ବାଇ ମୋ କାଳିଆ ରୋଜା କେମିତି ହୋତାର ଯୋଡ଼ ହୋଇବ ହେ ଭାଇ। ଆଜି ନାଚିବ ମୁରଳି ବାଇ ମୋ କାଳିଆ ରୋଜା ଆଜି ନାଚିବ ମୁରଳି ବାଇ ମୋ କାଳିଆ ରୋଜା ଆଉ 3 ନମ୍ବର ରାଧାଟା କିଏ? ନା ଗୋବର୍ଦ୍ଧନ ମଲ୍ଲର ଝିଅ। ଗୋବର୍ଦ୍ଧନ ମଲ୍ଲର ଝିଅ ରାଧା। ଆଚ୍ଛା ଦ୍ୱାପର ଯୁଗରେ ଗୋଟେ ଗୌଡ଼ ଥିଲା ତା ନାଁ ହଉଛି ଗୋବର୍ଦ୍ଧନ ମଲ୍ଲ। ମଲ୍ଲ ଆଜ୍ଞା ସେଇ ଗୋବର୍ଦ୍ଧନ ମଲ୍ଲ ଦିନେ ଗାଈ ଦୁହୁଁଛି। ଆଚ୍ଛା 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 ବଡ଼ ଲୋକ ତ ଗାଈ ନିଶ୍ଚିତ ଦୁହୁଁଥବ ଆଉ। ଠିକ ଏତିକି ବେଳେ କଣ ହେଲା? ଶୂନ୍ୟରୁ ଗୋଟେ ଝିଅଟେ ଗଳି ପଡ଼ିଲା। ଆଚ୍ଛା ଶୂନ୍ୟରୁ ଗୋଟେ ଝିଅ ଗଳି ପଡ଼ିଲା। ହଁ ହଁ ହଁ
ଏ ମା ସେ ଝିଅର ଆଖି ଖୋଲୁନି, ନାଇଁ ପାଟି ଖୋଲୁନି, ଆହା ହାତ ଗୋଡ଼ ହଲୁନି, ଆଚ୍ଛା ପଡ଼ିଛି ଆଉ। ହଁ ସେ ଝିଅ ଆଜ ଲାଇକ୍ ଆଜ କୋମା ପେସେଣ୍ଟ, ଆଚ୍ଛା ଆଜ୍ଞା ଆଚ୍ଛା ଆଜ୍ଞା କିଛି ଖୋଲୁନି। କିଛି ଖୋଲୁନି ଆଉ ସେମିତି ପଡିଛି। ସେ ଯୋଉଦିନ ପଡ଼ିଲା ଆହା ତାର 3 ଦିନ ପରେ ଜନ୍ମ ହେଲେ କୃଷ୍ଣ। କୃଷ୍ଣ ଆଚ୍ଛା ଆଚ୍ଛା ଏପଟେ ଯଶୋଦା, ଆହା ସେପଟେ ଦେବକୀ। ଦେବକୀ ବାସ୍ ମାଉସୀ ଝିଅ ଏ ପିଇସି ଝିଅ ଭଉଣୀ, ଆଚ୍ଛା ଦି ଜଣ ଯାକ ଦି ଭଉଣୀ। ଦି ଭଉଣୀ ଝିଅ ଜନ୍ମ ହେଲେ ତା 21 କୋଉ ଦିନ ପାଳନ ହୁଏ? 21 ଦିନରେ 21 ଚୁପ୍! ଆଜ୍ଞା କହିଲା 21 ଦିନରେ। ଆଜ୍ଞା ଆମେ ତ ସେଇଟା ପ୍ରତିପାଳନ କରୁଛୁ। ଝିଅ ଜନ୍ମ ହେଲେ ଆଜ୍ଞା ତା ନାମକରଣ ହବ 31 ଦିନରେ। 31 ଦିନରେ ଆଚ୍ଛା ପୁଅ ଜନ୍ମ ହେଲେ ଆଜ୍ଞା ତା ନାମକରଣ ହବ ବାପାଲୋ 21 ଦିନରେ। 21 ଦିନରେ ଆଚ୍ଛା ଆମେ ସବୁ ଗୋଟାକରେ ଚଲେଇଛେ ଆଉ 3 ଦିନ ରାଧା ଜନ୍ମ ହେଲା ପରେ ବାସ୍ କୃଷ୍ଣ ଜନ୍ମ ହେଲେ। ଆଚ୍ଛା କୃଷ୍ଣକୁ ଯେତେବେଳେ 21 ଦିନ, ଆଚ୍ଛା ତାହେଲେ ରାଧାକୁ କେତେ ଦିନ ହବ? 24 ଦିନ 21 ଦିନ 24 ଦିନ। 24 ଦିନ ଏ ତ ଦି ଭଉଣୀ, ହଁ କୃଷ୍ଣ ଜନ୍ମ ହେଇଛି, ଆଚ୍ଛା ରାଧା ଜନ୍ମ ହେଇକି ପଡିଛି। ବାସ୍ ରାଧାର ଯୋଉଦିନ 21 ଦିବସ ପାଳନ ହବ 31 ଦିନରେ, ଆଚ୍ଛା ମା କୃଷ୍ଣକୁ ସାଙ୍ଗରେ ନେଇକି ଗଲା। ଆଚ୍ଛା ଆଚ୍ଛା ବୃଷଭାନୁ ରାଜା ଝିଅ ପଡିଛୁ ହଁ 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 ରାଧା। ଆଚ୍ଛା ଏତିକି ଗବେଷଣା କରିଛ ରାଧା ବିଷୟରେ? ଆଉ ଖାଲି ମାଇ ମା କାହାଣୀ ଗପ କହିକି ରାଧା 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 ହେଇକି ଭଜନ ଗାଇକି ଭଜନିଆ ପାଳିଆ ଭଳିଆ ଯାଉଛ। ପାଠ ବାହାରି କର। ବାସ୍ କୃଷ୍ଣଙ୍କୁ ନେଇକି ଯାଇଛି ମା। ଆଚ୍ଛା ଯେମିତି କୃଷ୍ଣ ପହଞ୍ଚିଛନ୍ତି ରାଧା ପାଖରେ, ଆଚ୍ଛା ମା ଡାକିଲା ନାନିଲୋ, ହଁ ତୋର ପରା ଝିଅ ଜନ୍ମ ହେଇଛି, ଝିଅଟା ଟିକେ ଦେଖେଇଲୁ କେମିତିଆ ହେଇଛି, ଟିକେ ଧରି ପକେଇବି। ଆଚ୍ଛା 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 ରାଧାକୁ ଧରି ପକେଇଲା ମୋ ମା। ଆଚ୍ଛା କୃଷ୍ଣ ସେତେବେଳେ ଡାହାଣ ସ୍ତନରୁ କ୍ଷୀର ଖାଇ ବାସ୍ ଶୋଇ ଯାଇଛନ୍ତି। ଆଚ୍ଛା ଇଏ ଯେତେବେଳେ ରାଧାକୁ ଧରିଲା, ହଁ ସ୍ତନରୁ କ୍ଷୀର ବାସ୍ନା ହେଲା। ବାସ୍ କୃଷ୍ଣ ଯୋଉ ସ୍ତନରୁ କ୍ଷୀର ଖାଇଥିଲେ, ଆଚ୍ଛା ମା ରାଧା ଆହା ସେଇ ସ୍ତନରେ ମୁହଁଟା ଲଗେଇ ଦେଲା। ଆଚ୍ଛା 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 ଯେମିତି ମୁହଁ ଲଗେଇଛି, ଆହା କଲା କ୍ରମେ